ସମସ୍ତଙ୍କୁ ନମସ୍କାର। ଏସ୍ଏସ୍ବି ଟିଜିଟି, ଓଏସ୍ଟିଟି, ଏଲ୍ଟିଆର୍ ଏବଂ ଆର୍ଏସ୍ଟିରେ ଆସୁଥିବା ସୁରଦାସଙ୍କର ଗୋଟେ ପଦ ନିର୍ଗୁଣ କୌନ ଦେଶ କେ ବାସି ଆମେ ଆଜି ପଢ଼ିବାକୁ ଯାଉଛେ। ଏଠାରେ ସୁରଦାସ ନିର୍ଗୁଣ ବ୍ରହ୍ମଙ୍କ କଥା କହିଛନ୍ତି ଏବଂ ଏ ଜାଗାରେ କ'ଣ ହେଇଛି ନା ଶ୍ରୀକୃଷ୍ଣ ଚାଲି ଯାଇଛନ୍ତି ଗୋପପୁରକୁ ଛାଡ଼ି, ଗୋପୀମାନଙ୍କୁ ଛାଡ଼ି ଗୋପପୁରରୁ ଚାଲି ଯାଇଛନ୍ତି ମଥୁରାକୁ ଏବଂ ମଥୁରା ଗଲା ପରେ ସେ ଉଦ୍ଧମଙ୍କ ହାତରେ କିଛି ଯୋଗ ସନ୍ଦେଶ ପଠାଇଛନ୍ତି। ଯୋଗ ସନ୍ଦେଶ ମାନେ ସେ ଶ୍ରୀକୃଷ୍ଣ କହିଛନ୍ତି ଉଦ୍ଧବଙ୍କ ହାତରେ, ଉଦ୍ଧବ ହେଉଛନ୍ତି ତାଙ୍କ ସାଙ୍ଗ, ତାଙ୍କ ହାତରେ କହି ପଠାଇଛନ୍ତି ଯେ ଯାଅ ଗୋପୀମାନଙ୍କୁ କୁହ ଯେ ସେ ମୋତେ ଭୁଲି ଯାଆନ୍ତୁ, ମୋତେ ଭୁଲି ଯାଇ ସେମାନେ ଯୋଗ କରନ୍ତୁ ଏବଂ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କରନ୍ତୁ। ନିର୍ଗୁଣ ବ୍ରହ୍ମ ମାନେ ହେଉଛି ଯାହାର ଗୁଣ ନାହିଁ, ଯିଏ ନିରାକାର, ସେଇ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କରନ୍ତୁ। ଯେମିତି ଯୋଗ ସାଧନାରେ ଆମେ ନିର୍ଗୁଣ ନିରାକାର ବ୍ରହ୍ମଙ୍କୁ ପୂଜା କରେ ବା ତାଙ୍କୁ ସାଧନା କରୁ, ସେଇଭଳିଆ ଏଠାରେ ଉଦ୍ଧବାସୀ କହୁଛନ୍ତି ଯେ ତୁମେ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କର, ତୁମେ ଶ୍ରୀକୃଷ୍ଣଙ୍କ କଥା ଆଉ ଚିନ୍ତା କର ନା, ତାଙ୍କୁ ଭୁଲି ଯାଅ, ସେ ଆଉ ଆସିବେନି, ସେ ଫେରିବେନି, ତମେ ଭୁଲି ଯାଅ ଶ୍ରୀକୃଷ୍ଣଙ୍କ କଥା ଭୁଲି ତମେ ଯୋଗ ସାଧନା କର ଏବଂ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କର। निर्गुण कौन देश के बासी मधुकर हंसई समझो सौहें बुझती साँच न ହାସି। ସେଠୁ ଏ କଥା ଯେତେବେଳେ ଉଦ୍ଧବ କହୁଛନ୍ତି ଯେ ତୁମେ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କର, କାହାକୁ? ଗୋପୀମାନଙ୍କୁ। ଗୋପୀମାନେ କହୁଛନ୍ତି ନିର୍ଗୁଣ କୋଉ ଦେଶର ଲୋକ, ନିର୍ଗୁଣ କୌନ ଦେଶ କେ ବାସି ମଧୁକର ହସଇ ସମଝୋ ସୋହେଁ ବୁଝତି ସାଞ୍ଚ ନା ହାସି। ତମେ ଭାବନା ଯୋଉ ମଧୁକର, ମଧୁକର କାହାକୁ କୁହାଯାଇଛି ନା ମଧୁକର ଉଦ୍ଧବଙ୍କୁ କୁହାଯାଇଛି ଯେ ତୁ ଭଁର ଭଳିଆ ଆସିକି ଏଠି ଭଁ 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 ହଉଛୁ ଯେ ନିର୍ଗୁଣ କୋଉ ଦେଶର ବାସୀ କହିଲୁ, କୋଉ ଦେଶର ଲୋକ କହିଲୁ? ତ ଭାବନା ଆମେ ତତେ ମାନେ ଇଏ ମଜାରେ ପଚାରୁଛୁ, ଆମେ ତତେ ସତରେ ପଚାରୁଛୁ, ତୁ କହ ସେ ନିର୍ଗୁଣ କିଏ? को है जनक जननी को कहियत कौन नारी ଦାସୀ। ପୁଣି ଗୋପୀମାନେ ପଚାରୁଛନ୍ତି ଉଦ୍ଧବଙ୍କୁ ଯେ ନିର୍ଗୁଣ କୋଉ ଦେଶର ଲୋକ, ତୁ ଭଁର ଭଳିଆ ଆସି ତା ବିଷୟରେ ଗପୁଛୁ, ସେ ନିର୍ଗୁଣ ବ୍ରହ୍ମଙ୍କ ଉପରେ ଗପୁଛୁ, ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କରିବାକୁ ତୁ କହୁଛୁ, ଯେ ସତରେ କହ ତାଙ୍କ ଘର କୋଉଠି, କିଏ ତା ବାପା, କିଏ ତା ମା, ଏକଥା ବି କହ, କିଏ ତା ସ୍ତ୍ରୀ, କିଏ ତା ଦାସୀ, ସବୁ ବିଷୟରେ ଆମକୁ କହ ଯେ ନିର୍ଗୁଣ କିଏ? ଆମର ତ ଶ୍ରୀକୃଷ୍ଣ ହେଉଛନ୍ତି ସର୍ବୋପରି, ଆମର ହେଉଛନ୍ତି ଶ୍ରୀକୃଷ୍ଣ ହେଉଛନ୍ତି ସ୍ୱାମୀ, ଆମେ ତାଙ୍କୁ ହିଁ ପୂଜା କରିବୁ। ତୁ ନିର୍ଗୁଣଙ୍କ କଥା ଏଠି କାହିଁ ଆସିକି କହିଲୁ? ତୁ ଯେମିତି ତୋ କଥା ଗୁଡ଼ିକ ଯେମିତି ଆମକୁ ଭଁରର ଶବ୍ଦ ଭଳି, ଭଁରର ଘୁଁ ଘୁଁ ଶବ୍ଦ ଭଳି ଆମକୁ ଶୁଭୁଛି, ଆମେ କିଛି ବୁଝିପାରୁନୁ, ଆମେ ସେ ନିର୍ଗୁଣ ବ୍ରହ୍ମଙ୍କୁ ଚିହ୍ନିନୁ। ସେ ନିର୍ଗୁଣ ବ୍ରହ୍ମଙ୍କ ବିଷୟରେ ଆମକୁ କହିବା କିଛି ଦରକାର ନାହିଁ। ଯଦି ବା କହୁଛୁ କହ ତାଙ୍କ ଘର କୋଉଠି, କୋଉ ଦେଶରେ ତାଙ୍କ ଘର, କିଏ ତାର ବାପା, କିଏ ତାର ମା। ଜନକ ମାନେ ହେଉଛନ୍ତି ବାପା, ଜନନୀ ମାନେ ହେଉଛନ୍ତି ମା। को है जनक जननी को कहियत कौन नारी दासी, किए तार स्त्री, किए तार दासी, सब ଆମକୁ କହ। कैसो बरन भेष है कैसो କେହି ରଶ୍ମେ ଅଭିଲାଷୀ, କେମିତି ତା ରଙ୍ଗ କେମିତିଆ, ତା ରୂପ କେମିତିଆ ଆମକୁ ଦେଖା। ସେ ନିର୍ଗୁଣ ବ୍ରହ୍ମଙ୍କର କୌଣସି ରୂପ ନଥାଏ, ଆମେ ତ ସମସ୍ତେ ଜାଣିଛେ, କିନ୍ତୁ ଯେହେତୁ ଶ୍ରୀକୃଷ୍ଣଙ୍କୁ ସେ କେବଳ ଭଗବାନ ବୋଲି ମାନିଛନ୍ତି, ସେ ଶ୍ରୀକୃଷ୍ଣଙ୍କ ଛଡ଼ା ଅନ୍ୟ କାହାକୁ ଗ୍ରହଣ କରିବା ପାଇଁ ସେମାନେ ରାଜି ହେଉନାହାନ୍ତି। କିନ୍ତୁ ଶ୍ରୀକୃଷ୍ଣ ଗୋପପୁରକୁ ବୋଧ ହୁଏ ଆଉ ଫେରିବେନି, ସେ ସନ୍ଦେଶ ନେଇ ଉଦ୍ଧବ ଆସିଛନ୍ତି, କିନ୍ତୁ ଗୋପୀମାନେ ତାଙ୍କ ଉପରେ ରାଗି ଯାଉଛନ୍ତି ଏବଂ ତାଙ୍କୁ ବିଭିନ୍ନ ପ୍ରକାର କୁତ୍ସିତ ଭାଷାରେ ବ୍ୟବହାର କରୁଛନ୍ତି ଯେ ତୁ ହେଉଛୁ ଭଁର ଭଳି ଆସିକି ଆମକୁ ଏଠି ବିଭିନ୍ନ ଘୁଁ 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 ଶବ୍ଦ କରୁଛୁ, ଆମକୁ ରାଗ ଚିଡ଼ଉଛୁ, ଆମ ଶ୍ରୀକୃଷ୍ଣଙ୍କୁ ଆମକୁ ଫେରେଇ ଦେ। ଆଉ ସେ ନିର୍ଗୁଣ ଫିର୍ଗୁଣ କଥା ଆମକୁ କିଛି କହନା, ସେ ନିର୍ଗୁଣ କିଏ ଆମେ ଚିହ୍ନିନୁ, ସେ କୋଉଠିକା ଲୋକ, କ'ଣ ତାଙ୍କ ଘର କୋଉଠି, ତା ବାପା କିଏ, ତା ଜନନୀ, ତା ମାତା କିଏ, ତା ସ୍ତ୍ରୀ କିଏ, ତା ଦାସୀ କିଏ, କହ ଆମକୁ। ତା ରଙ୍ଗ କେମିତିଆ, ତା ରୂପ କେମିତିଆ, ଏସବୁ କହ ଆମକୁ। ସେ କୋଉ ରସରେ ଅଭିଲାଷୀ, ସେ କୋଉ ରସ ତାକୁ ଭଲ ଲାଗେ ବା କୋଉ ରସରେ ସେ ତାକୁ ଆମେ ପାଇବୁ। ପାୱେ ଗो ପୁନି କିଓ ଆପୁନ ଜୋରେ କହସି
गांसी सुनत मौन हुए रहियो बावरो सुर सबे मति नासी। गांसी ମାନେ ହଉଛି କପଟ ମଜାକ। ପାୱगे ପୁନି କିଓ ଆପୁନ ମାନେ ଯଦି ତୁ ଆମ ସାଙ୍ଗରେ କିଛି ଛଳ କପଟ ଏଠି କରୁଥାଉ, ଗୋପୀମାନେ କହୁଛନ୍ତି ଉଦ୍ଧବକୁ ଯେ ହେ ଉଦ୍ଧବ ତମେ ଯଦି ଆମ ସାଙ୍ଗରେ କିଛି ଛଳ କପଟ କରୁଥିବ ଏବଂ ଆମ ଶ୍ରୀକୃଷ୍ଣଙ୍କୁ ଆମକୁ ଦୂରେଇବା ପାଇଁ ଆମଠାରୁ ଦୂରେଇବା ପାଇଁ ଚେଷ୍ଟା କରୁଥିବ, ତାହେଲେ ତୁ କଲା କର୍ମ ତମ କଲା କର୍ମର ଫଳ ତମେ ନିଶ୍ଚିନ୍ତ ପାଇବ। ପାୱगे ପାୱେ ଗो ପୁନି କିଓ ଆପୁନ जोरे कहसी गासी सुनत मौन हुआ रहियो बावरो सुर सबे मति नासी। ଏଠି ପୁଣି ଗୋପୀମାନେ କହୁଛନ୍ତି ଯଦି ଆମ ସାଙ୍ଗରେ କିଛି ଛଳ କପଟ କରି ଆମ ଶ୍ରୀକୃଷ୍ଣଙ୍କୁ ଆମଠାରୁ ଦୂରେଇବା ପାଇଁ ତୁ ଚେଷ୍ଟା କରୁଥିବୁ, ତାହେଲେ ତ କଲା କର୍ମର ଫଳ ତୁ ନିଶ୍ଚିନ୍ତ ପାଇବୁ ଆଉ ନିଶ୍ଚିନ୍ତ ସେ ଫଳ ଭୋଗିବୁ। ସୁରଦାସ କହୁଛନ୍ତି ଯେ ସୁନତ ମନ ହୁଅ ରହିବ ବାବର ସୁର ସବେ ମତି ନାସି। ସମସ୍ତଙ୍କର କଣ ହେଇଛି ସବୁ ସୁରଦାସ କହୁଛନ୍ତି ଆଜି ସମସ୍ତଙ୍କର ଅ ମୁଣ୍ଡ ଖରାପ ହେଇଯାଇଛି, ସବୁ ଗୋପୀ ମାନଙ୍କର ମୁଣ୍ଡ ଖରାପ ହେଇଯାଇଛି। କାହାକୁ ଅଭିଶାପ ଦଉଛନ୍ତି, କାହାକୁ କଣ କରୁଛନ୍ତି ମାନେ ମଧୁକର କହିକି ବା ଭଁର କହିକି ତାକୁ ବିଗୁଡୁଛନ୍ତି। ଉଦ୍ଧବକୁ ପ୍ରବଳ ଜୋରରେ ବିଗିଡିଛନ୍ତି ଆଉ ତାଙ୍କୁ ଅଭିଶାପ ଦଉଛନ୍ତି ଯେ ତୁ ଯଦି ଆମ ସାଙ୍ଗରେ କୌଣସି ଛଲ କପଟ କରିବା ପାଇଁ ଚେଷ୍ଟା କରୁଥାଉ, ତାହେଲେ ତୁ ସେ ଫଳ ନିଶ୍ଚିନ୍ତ ପାଇବୁ। ନିର୍ଗୁଣ ଫିର୍ଗୁଣ କଥା ଆମକୁ କହନା, ଆମ ଶ୍ରୀକୃଷ୍ଣ ଆମ ପାଖକୁ କୋଉ ଦିନ ଫେରିବେ ଆମକୁ ଜଲ୍ଦି କହ। ନିର୍ଗୁଣକୁ ଆମେ ଚିହ୍ନିନୁ, ନିର୍ଗୁଣ କୋଉ ଦେଶର ଲୋକ ଆମେ ଜାଣିନୁ, ତା ମା କିଏ ତା ବାପା କିଏ ତାଙ୍କ ବିଷୟରେ ସବୁ ଆମକୁ ଯଦି କହିବୁ, ତାହେଲେ ଆମେ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କରିବା ପାଇଁ ରାଜି। ଯଦି ତାଙ୍କ ରୂପ ରଙ୍ଗ ବିଷୟରେ ଆମକୁ କିଛି କହିପାରିବୁ, ସେ କୋଉ ରସରେ ଅଭିଳାଷୀ ସେ ବିଷୟରେ ଯଦି କହିପାରିବୁ, ତାହେଲେ କହ ଆମେ ନିର୍ଗୁଣ ବ୍ରହ୍ମଙ୍କୁ ପୂଜା କରିବୁ। ନହେଲେ ଆମ ଶ୍ରୀକୃଷ୍ଣଙ୍କୁ ଆମକୁ ଫେରେଇ ଦେ। ଆମ ସାଙ୍ଗରେ ଛଳ କରନା, ଆମ ସାଙ୍ଗରେ କପଟ କରନା, ଆମକୁ ଆମ ଭଗବାନଙ୍କୁ ଆମ ପାଖକୁ ଫେରେଇ ଦେ। ଆମେ କଦାପି ଚାହୁଁନୁ ଯେ ଅନ୍ୟ କାହା ଶ୍ରୀକୃଷ୍ଣଙ୍କୁ ଛାଡ଼ି ଅନ୍ୟ କାହାକୁ ଆମେ ପୂଜା କରିବୁ ବା ଆମେ କାହାକୁ ସ୍ୱାମୀ ବୋଲି ମାନିବୁ। ଆମେ କେବଳ ଶ୍ରୀକୃଷ୍ଣଙ୍କୁ ହିଁ ଚିହ୍ନିଛୁ, ଶ୍ରୀକୃଷ୍ଣଙ୍କୁ ହିଁ ଆମେ ଚାହୁଁଛୁ। ଏହା ହିଁ ଏହି ପଦର ସାରାଂଶ ଏବଂ ସମ୍ପୂର୍ଣ୍ଣ ଆନାଲିସିସ୍ କରାଗଲା। ଏଇ ସୁରଦାସଙ୍କର ପଦ ଏଥିରେ ନିର୍ଗୁଣ ବ୍ରହ୍ମଙ୍କ ପୂଜା କରିବା କଥା କୁହାଯାଇଛି ଏବଂ ଏଇଟା ହେଉଛି ବିରହ ସଂଯୋଗ ଶୃଙ୍ଗାର ଆଉ ବିୟୋଗ ଶୃଙ୍ଗାରର ଏଇଟା ଗୋଟେ ଉଦାହରଣ। ତେଣୁ ସୁରଦାସ ନିଜ ପଦ ମାଧ୍ୟମରେ ବିୟୋଗ ଶୃଙ୍ଗାରର ଉଦାହରଣ ଦେଇଛନ୍ତି। ଆଶା କରୁଛି ସମସ୍ତେ ବୁଝିପାରୁଥିବେ ଏବଂ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆଗକୁ ଅନ୍ୟ ପଦ ଗୁଡ଼ିକର ବା ଅନ୍ୟ କବିତା ଗୁଡ଼ିକର ଡିଟେଲ୍ ଆନାଲିସିସ୍ ଆପଣ ମଧ୍ୟ ଏହି ଭିଡ଼ିଓ ମାନଙ୍କରେ ପାଇପାରିବେ। ରହୁଛି, ନମସ୍କାର।